21 ଜାନୁଆରୀ 1883 କାଳନ୍ଦୀ ଚରଣ ପଢ଼ିଆରୀ ଆଉ ପାଟ ଦେଈଙ୍କ କୂଳ ମଣ୍ଡନ କରି ଜୟବଡ଼ ଗାଁରେ ଜନ୍ମିତ ପ୍ରାଣକୃଷ୍ଣ ସ୍ୱକୀୟ ଦେଶପ୍ରେମ ପାଇଁ ସତରେ ଅମର। ଗାଁ ଜଗନ୍ନାଥ ମନ୍ଦିରର ପୂଜକ ଥିଲେ ତାଙ୍କ ପିତା କାଳନ୍ଦୀ ଚରଣ। ରାଜା ମୁକୁନ୍ଦ ଦେବଙ୍କ ରାଜଦରବାରରେ ପଣ୍ଡିତ ତାଙ୍କ ପିତା କାଳନ୍ଦୀ ଚରଣ ଖୁବ୍ ଧର୍ମପରାୟଣ ଆଉ ଈଶ୍ୱର ବିଶ୍ୱାସୀ ଥିଲେ। ଗାଁ ସ୍କୁଲରେ ପାଠ ଶେଷ କରି ସଂସ୍କୃତ ଟୋଲରେ ନାଁ ଲେଖାଇଲେ ପ୍ରାଣକୃଷ୍ଣ। ଆଉ ଜଗତସିଂହପୁର ଟ୍ରେନିଂ ସ୍କୁଲର ସେ ହେଲେ ହେଡ଼ମାଷ୍ଟର। ସେତିକିବେଳେ ଓଡ଼ିଶାର ଖ୍ୟାତନାମା ଶିକ୍ଷାବିତ୍ ମଧୁସୂଦନ ରାଓ, ଫକୀରମୋହନ ସେନାପତି, ରାଧାନାଥ ରାୟ, ଗୌରୀଶଙ୍କର ରାୟ, ମୃତ୍ୟୁଞ୍ଜୟ ରଥ, ନନ୍ଦକିଶୋର ବଳ, ଚନ୍ଦ୍ରମୋହନ ମହାରାଣାଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ତାଙ୍କୁ ମିଳିଥିଲା। 1921 ମସିହାରେ ଗାନ୍ଧୀ ଯେତେବେଳେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ, ସେତିକିବେଳେ ପ୍ରାଣକୃଷ୍ଣ ଚାକିରି ଛାଡ଼ି ଜାତୀୟ ଆନ୍ଦୋଳନରେ ସାମିଲ ହେଲେ। ଆଉ ଏଇଠି ଅଳକାଶ୍ରମ ସହ ସେ ଯୋଡ଼ି ହେଲେ। ଗାଁରୁ ଗାଁ ବୁଲି ଗାନ୍ଧୀଙ୍କ ଅହିଂସା ଆଉ ଅସହଯୋଗ ଆନ୍ଦୋଳନର ବାଣୀ ପ୍ରଚାର କରନ୍ତି ସେତିକିବେଳେ ପ୍ରାଣକୃଷ୍ଣ। କାର୍ଯ୍ୟକ୍ରମ କେମିତି ଚାଲିଛି ତାର ତଦାରଖ କରୁଥାନ୍ତି। ଫଳତଃ ସେଇଥିପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଲା। ପରେ ପରେ ସେ ଯୋଗ ଦିଅନ୍ତି ଅସହଯୋଗ ଆନ୍ଦୋଳନରେ। 1930ରେ ଲବଣ ସତ୍ୟାଗ୍ରହ, 1934ର ରମାଦେବୀଙ୍କ ସହ ସେ ବାନର ସେନା ପଦଯାତ୍ରାରେ ଯୋଗ ଦେଇ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟକ୍ରମକୁ ବ୍ୟାପକ କଲେ। 1990ରେ ପ୍ରାଣକୃଷ୍ଣ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେଲେ। ଆଉ ସେତିକିବେଳେ ଅସ୍ପୃଶ୍ୟତା ବିରୁଦ୍ଧରେ ତାଙ୍କ ସଂଗ୍ରାମ ଆହୁରି ଜୋରଦାର ହେଲା। କୁସଂସ୍କାର ଆଉ ଅନ୍ଧବିଶ୍ୱାସ ଦୂର କରିବା ସହ ଖଦୀ ବସ୍ତ୍ରର ପ୍ରଚାର ପ୍ରସାର ଦିଗରେ ସେ ଅଗ୍ରଣୀ ଭୂମିକା ନିର୍ବାହ କଲେ। 1942ର ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ପୁଣି ତାଙ୍କୁ କାରାବରଣ କରିବାକୁ ପଡ଼ିଲା। 1921ରୁ 1940 ମଧ୍ୟରେ 9 ଥର ତାଙ୍କୁ ଜେଲ୍ ଯିବାକୁ ପଡ଼ିଛି। 1947ରେ ଭାରତ ସ୍ୱାଧୀନତା ପରେ ପ୍ରାଣକୃଷ୍ଣ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେଲେ। ସେଇଥିରେ ସାମିଲ ହେଲେ। 1955ର ପ୍ରଳୟଙ୍କରୀ ବନ୍ୟା ସମୟରେ ଗାଁକୁ ଗାଁ ବୁଲି ସେ ରିଲିଫ୍ ସହାୟତା କାର୍ଯ୍ୟର ତଦାରଖ କଲେ। ବଣ୍ଟନ କାର୍ଯ୍ୟ ସୁଚାରୁ ରୂପେ ଚାଲିଛି ନା ନାହିଁ ତାକୁ ବି ତଦାରଖ କରୁଥିଲେ। ଦେଶ ମାତୃକାର ସେବା, ଦୁସ୍ଥ ଦଳିତ ନିଷ୍ପେଷିତ ଜନତାର ନିଃସ୍ୱାର୍ଥପର ସେବା, ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ବାନର ସେନାଙ୍କୁ ପ୍ରୋତ୍ସାହନ ଆଉ ଭୂଦାନ ଆନ୍ଦୋଳନରେ ସବୁଠି ନିଃସ୍ୱାର୍ଥପର ଜନସେବା, ଏଇସବୁ କାମ କରି ପ୍ରାଣକୃଷ୍ଣ ଗୋଟେ ଅନନ୍ୟ ଉଦାହରଣ ଛାଡ଼ି ଯାଇଛନ୍ତି ଆମ ଉତ୍ତର ପିଢ଼ିଙ୍କ ପାଖରେ। ଏହି ମହାନ ଦେଶଭକ୍ତଙ୍କର ମହାପ୍ରୟାଣ ହୁଏ 8 ଅଗଷ୍ଟ 1958ରେ। ଆଜି ମୋର ଦେହେ ମହିୟାନ, ସେ ଗରିୟାନ, କୀର୍ତ୍ତି କିରୀଟଧାରୀ। ତାଙ୍କ ମାଟି ଦେହ ସିନା ମାଟିରେ ମିଶିଛି, ହେଲେ ତାଙ୍କ ଦେଶଭକ୍ତି, ତାଙ୍କ ଜାତୀୟତା, ମା ମାଟିକୁ ଭଲ ପାଇବା, ତାର ସେବାରେ ପ୍ରାଣପାତ ସଂଗ୍ରାମ କରିବା ଭଳି ଏଇସବୁ କାର୍ଯ୍ୟ ତାଙ୍କୁ କାଳଜୟୀ କରିବ। ଆମ ଉତ୍ତର ପିଢ଼ିକି ସେମିତି ପ୍ରେରଣା ଯୋଗାଉଥିବ। ସତରେ ପ୍ରାଣକୃଷ୍ଣଙ୍କ ପାଇଁ ଏଇ ଉକ୍ତିଟି ନିଶ୍ଚିତ ପ୍ରଯୁଜ୍ୟ। ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋ ଦେହେ ତୁମେ ମହିୟାନ। ନମସ୍କାର।